ଏହି ଖେଳାଳିଙ୍କୁ ବିଦା କରିବେ ରୋହିତ ଶର୍ମା, କେଏଲ୍ ରାହୁଲ, ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲ, ମୁକେଶ କୁମାର ଏବଂ ୱାଶିଂଟନ୍ ସୁନ୍ଦର। ଏହି ଦିନଠାରୁ ଭାରତ ବାଂଲାଦେଶ ସିରିଜ୍ ଆରମ୍ଭ। ଘୋଷଣା ହେଲା ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଏହି ମାସରେ ଟିମ୍ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବ। ଆସନ୍ତା ସେପ୍ଟେମ୍ବର 19 ତାରିଖରୁ ଟେଷ୍ଟ ସିରିଜ୍ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ଏହାପରେ 3 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ। ଏହି ପ୍ରଥମ 2ଟି ଟେଷ୍ଟ ପାଇଁ ରୋହିତ ଶର୍ମା ଅଲଗା ଟିମ୍ ବାଛିଲେ। ଭାରତୀୟ ଦଳରେ ରହିବେ ରୋହିତ ଶର୍ମା, ଅଧିନାୟକ ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ୍, ମହମ୍ମଦ ସିରାଜ, ଜସପ୍ରୀତ ବୁମରା, ଶାର୍ଦୁଲ ଠାକୁର। ଏହି ଖେଳାଳିଙ୍କୁ ନେଇ ବାଂଲାଦେଶ ଗସ୍ତ କରିବ ଟିମ୍ ଇଣ୍ଡିଆ। ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳର ଫାଇନାଲ୍ ଲିଷ୍ଟ ଆସିନାହିଁ। କେବେ କେଉଁଦିନ ଘୋଷଣା ହେବ ଆମେ ଆପଣମାନଙ୍କୁ ଜଣାଇଦେବୁ। ତ ଫ୍ରେଣ୍ଡ, ଯଦି ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ। ଏମିତି ଓଡ଼ିଆରେ କ୍ରିକେଟ୍ ଅପଡେଟ୍ ପାଇବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।